ଜଙ୍ଗଲ ମଧ୍ୟରେ ଏକ ସୁନ୍ଦର ପୋଖରୀଟିଏ ଥିଲା। ସେହି ପୋଖରୀରେ ଏକ କଇଁଛଟିଏ ରହୁଥିଲା। ପ୍ରତିଦିନ ପୋଖରୀକୁ ଦୁଇଟି ହଂସ ନିଜର ଖାଦ୍ୟ ସଂଗ୍ରହ କରିବାକୁ ଆସୁଥିଲେ। ଧୀରେ ଧୀରେ ହଂସ ଓ କଇଁଛଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହେଲା। ହଂସ ଦୁଇଟି କଇଁଛର ସାଙ୍ଗ ହୋଇଗଲେ। ସେମାନେ ଜଳରେ ଖେଳୁଥିଲେ ଏବଂ ବହୁତ ମଜାମସ୍ତି କରୁଥିଲେ। କଇଁଛଟି ସେମାନଙ୍କ ମଧ୍ୟରେ ବହୁତ ବୁଦ୍ଧିଆ ଥିଲା। କଇଁଛଟି ସବୁବେଳେ ମଜା କଥା କହି ହଂସ ଦୁଇଟିଙ୍କୁ ହସାଉଥିଲା। ଏମିତି ଦିନ ପରେ ଦିନ ବିତି ଚାଲୁଥିଲା। କିଛି ଦିନ ପରେ ଗ୍ରୀଷ୍ମର ସମୟ ଆସିଲା। ଦିନରେ ସୂର୍ଯ୍ୟଙ୍କର ତାପରେ ପୋଖରୀର ପାଣି ଧୀରେ ଧୀରେ ଶୁଖିବାକୁ ଲାଗିଲା। ପୋଖରୀରେ ଥିବା ଜୀବଜନ୍ତୁମାନେ ଏହା ଦେଖି ଅନ୍ୟ ପୋଖରୀକୁ ଯିବାକୁ ଲାଗିଲେ। କଇଁଛଟିଏ ମନ ଦୁଃଖରେ ବସିଲା। ଧୀରେ ଧୀରେ ସମସ୍ତେ ନିଜର ଜୀବନ ବଞ୍ଚାଇ ଅନ୍ୟ ପୋଖରୀକୁ ଚାଲିଗଲେ। ହଂସ ଦୁଇଟି ଚିନ୍ତା କଲେ, ଆମେମାନେ ତ ଦୂରକୁ ଉଡ଼ି ଯାଇ ନିଜର ଖାଦ୍ୟ ସଂଗ୍ରହ କରିନେବୁ। ହେଲେ ଆମର ସାଙ୍ଗ କଇଁଛଟିଏ କ'ଣ କରିବ? ଏହା କହି ହଂସ ଦୁଇଟି କଇଁଛଟି ପାଖକୁ ଆସିଲେ। ହଂସ କଇଁଛକୁ କହିଲେ, ଯଦି ଆମେ ଏଠାରେ ରହିବୁ, ଆମର ବି ଜୀବନ ବଞ୍ଚିବା ଅସମ୍ଭବ ହୋଇପଡ଼ିବ। ସେମାନେ ଦୁଇଜଣ ମିଶି କଇଁଛଟିକୁ କହିଲେ, ସମସ୍ତେ ତ ନିଜ ନିଜର ଜୀବନ ବଞ୍ଚାଇ ଏଠାରୁ ପଳାଇ ଯାଉଛନ୍ତି। ଆମେ ଦୁଇଜଣ ନୂଆ ପୋଖରୀଟିଏ ଖୋଜିବାକୁ ଉଡ଼ି ଯାଉଛୁ। କିନ୍ତୁ ତୁମେ କେମିତି ଯିବ? କଇଁଛଟିଏ ମନ ଦୁଃଖରେ କିଛି ସମୟ ନୀରବ ରହିଲା ଓ ତାପରେ କହିଲା, ମୁଁ ଏକ ଉପାୟ ଭାବିଛି। ହଂସ ଦୁଇଟି କଇଁଛଟିକୁ ପଚାରିଲେ, କ'ଣ ଉପାୟ ଭାବିଛ ଆମକୁ କୁହ? କଇଁଛଟି କହିଲା, ତୁମେ ଦୁଇଜଣ ଏକ କାଠିଟିଏ ଆଣିବ। ସେହି କାଠିର ଦୁଇ ପାର୍ଶ୍ୱକୁ ତୁମେ ଦୁଇଜଣ ଥଣ୍ଟରେ ଧରିବ। କାଠିଟିର ମଝି ପାର୍ଶ୍ୱକୁ ମୁଁ ନିଜର ପାଟିରେ କାମୁଡ଼ିକିରି ଧରିବି। ତାପରେ ତୁମେ ଦୁଇଜଣ ଧୀରେ ଧୀରେ ଉଡ଼ିବ, ମୁଁ ତୁମ ସହିତ ପଳାଇ ଯିବି। କଇଁଛଟିର ଏହି ଉପାୟ ଶୁଣି ହଂସ ଦୁଇଟି ରାଜି ହୋଇଗଲେ। ସେମାନେ କଇଁଛର କଥା ଅନୁସାରେ ଏକ କାଠିଟିଏ ଆଣିଲେ ଓ କାଠିର ଦୁଇ ପାଖକୁ ଦୁଇଜଣ ନିଜର ଥଣ୍ଟରେ ଧରିଲେ। କଇଁଛଟିଏ କାଠିର ମଝିକୁ ନିଜ ପାଟିରେ କାମୁଡ଼ିକିରି ଧରିଲା। ହଂସ ଦୁଇଟି ଧୀରେ ଧୀରେ ଉଡ଼ିବା ଆରମ୍ଭ କଲେ। କଇଁଛଟି ପ୍ରଥମେ ବହୁତ ଖୁସି ହୋଇଗଲା ଓ ମନେ ମନେ କହିଲା, ଆହା କି ଆନନ୍ଦ! ମୁଁ କେବେ ଏପରି ଆକାଶରେ ଉଡ଼ି ନାହିଁ। ହଂସ ଦୁଇଟି ଧୀରେ ଧୀରେ ଉଡ଼ିକି ଯାଇ ଗାଁର ଉପରେ ପହଞ୍ଚିଗଲେ। ଗାଁର ଲୋକମାନେ ଏହା ଦେଖି ହସିଲେ ଓ କହିଲେ, କଇଁଛ ଉଡ଼ୁଛି, କଇଁଛ ଉଡ଼ୁଛି। ଦେଖରେ ଭାଇମାନେ, କଇଁଛ ବି ଉଡ଼ୁଛି। ଗାଁର ଲୋକମାନେ ବହୁତ ଥଟ୍ଟା କରି ହସିବାକୁ ଲାଗିଲେ। ଲୋକମାନଙ୍କର ଥଟ୍ଟା ଦେଖି କଇଁଛଟି ଜୋରରେ ରାଗିଗଲା। ନିଜର କ୍ରୋଧକୁ ସମ୍ଭାଳି ନ ପାରି କଇଁଛଟି ଚିତ୍କାର କରି କହିଲା, ତୁମେମାନେ କାହିଁକି ମୋତେ ଥଟ୍ଟା କରୁଛ? ତାର ପାଟି ଖୋଲିଗଲା, କିନ୍ତୁ ଏହି ଶବ୍ଦ ପୂରଣ ହେବା ପୂର୍ବରୁ ପାଟିରୁ କାଠିଟିଏ ଖସିଗଲା।
ତଳକୁ ପଡ଼ିଗଲା। ହଂସ ଦୁଇଟି ଆଶ୍ଚର୍ଯ୍ୟ ଓ ଦୁଃଖିତ ହେଲେ। ସେମାନେ କଇଁଛଟିକୁ ତଳକୁ ଆସି ବହୁତ ଖୋଜିଲେ। କିଛି ସମୟ ଖୋଜିବା ପରେ କଇଁଛଟିକୁ ପାଇଲେ। ହଂସ ଦୁଇଟି କଇଁଛଟିକୁ କହିଲେ, ଆମେ ଦୁଇଜଣ ତୁମକୁ ମନା କରିଥିଲୁ କଥା ନ କହିବା ପାଇଁ। କଇଁଛଟି ଏହା ଶୁଣି ଆଖି ବନ୍ଦ କରି ଧୀରେ କହିଲା, ମୋର ଅହଙ୍କାର, ରାଗ ଓ ଅନାବଶ୍ୟକ କଥା କହିବା ଯୋଗୁଁ ମୋର ଆଜି ଏପରି ଅବସ୍ଥା ହେଲା। ଶେଷରେ କଇଁଛଟି ନିଜର ଗର୍ବ ଅହଙ୍କାରକୁ ଛାଡ଼ିଦେଲା ଓ ନିଜର ଭୁଲ ବୁଝିପାରିଲା।